ଆଲୋଚନାର ଆଉ ଏକ ନୂତନ ଅଧ୍ୟାୟକୁ ମୋର ସମସ୍ତ ପାଠକ ମଣ୍ଡଳୀମାନଙ୍କୁ ପ୍ରଥମେ ମୁଁ ସ୍ୱାଗତ ଜଣାଉଛି। ଆଜିର ଆଲୋଚନାର ପ୍ରସଙ୍ଗ ହେଉଛି ଆର୍ତ୍ତବଲ ମହାନ୍ତିଙ୍କର ଜୀବନଚର୍ଯ୍ୟା। ଆଜି ଆମେ ସମ୍ପୂର୍ଣ୍ଣ ଭାବରେ ଜାଣିବା ଆର୍ତ୍ତବଲ ମହାନ୍ତିଙ୍କର ଜୀବନଶୈଳୀ କିଭଳି ଭାବରେ ଥିଲା। ଓଡ଼ିଆ ସାହିତ୍ୟ ରାଜ୍ୟରେ ଡକ୍ଟର ଆର୍ତ୍ତବଲ ମହାନ୍ତିଙ୍କର ଆବିର୍ଭାବ ଏକାନ୍ତ ସ୍ମରଣୀୟ। ଜଣେ ଖ୍ୟାତିସମ୍ପନ୍ନ ସାହିତ୍ୟିକ ସାଧକ ଭାବରେ ସେ ସୁପରିଚିତ। ସେ ଥିଲେ ଏକାଧାରରେ ପ୍ରାବନ୍ଧିକ, ସାହିତ୍ୟିକ, ସମାଲୋଚକ, ଅନୁବାଦକ ଓ ସମ୍ପାଦକ। ଆଧୁନିକ ଓଡ଼ିଆ ସାହିତ୍ୟର ନିର୍ମାଣକାର ଭାବରେ ଆର୍ତ୍ତବଲଙ୍କର ସହଯୋଗ ଥିଲା ଐତିହାସିକ। ଓଡ଼ିଆ ସାହିତ୍ୟରେ ଯେଉଁ ମହାନ ପରମ୍ପରା ଓ ଉନ୍ନତ ପ୍ରକାଶନ ଥିଲା ତାହାର ପୁନରୁଦ୍ଧାରରେ ନେତୃତ୍ୱ ନେଇଥିଲେ ଆର୍ତ୍ତବଲ ମହାନ୍ତି। ସେ କାଳର ଜଣେ ଉଚ୍ଚଶିକ୍ଷିତ ତଥା ନିଷ୍ଠାପର ସାହିତ୍ୟ ସେବକ ଭାବରେ ତାଙ୍କର ଉଦ୍ୟମ ସୃଷ୍ଟି କରିଥିଲା ସାରସ୍ୱତ ଜଗତର ନୂତନ ଉତ୍ସାହ। ପ୍ରାଚୀନ ଗ୍ରନ୍ଥଗୁଡ଼ିକର ସମ୍ପାଦନରେ ତାଙ୍କର ପାଣ୍ଡିତ୍ୟ ଓ ପ୍ରତିଭା ଉଲ୍ଲେଖଯୋଗ୍ୟ। ଓଡ଼ିଆ ସାହିତ୍ୟର ଯେଉଁ ଅମୂଲ୍ୟ କୃତିଗୁଡ଼ିକ ସାଧାରଣ ପାଠକଙ୍କ ପାଇଁ ସହଜଲବ୍ଧ ହେଉନଥିଲା ତାହାର ସରଳ ବ୍ୟାଖ୍ୟା କରିବାର ପ୍ରୟାସ କରିଥିଲେ ସେ। ଆର୍ତ୍ତବଲ ଥିଲେ ଓଡ଼ିଆ ଆଲୋଚନା ସମାଲୋଚନା ସାହିତ୍ୟ ସର୍ବୋପରି ଗବେଷଣା କ୍ଷେତ୍ରରେ ପଥପ୍ରଦର୍ଶକ। ଆର୍ତ୍ତବଲ ପ୍ରାଚୀନ ପୋଥି ସବୁକୁ ଉଦ୍ଧାର କରି ସେ ସବୁର ସମ୍ପାଦନ କରିବା ସହ ଟୀକା ଟିପ୍ପଣୀ କରିଯାଇଛନ୍ତି। 1914ରୁ 1924 ମଧ୍ୟରେ ତାଙ୍କ ସାହିତ୍ୟ ସେବାର ପରିଚୟ ମିଳେ। ବିଭିନ୍ନ ଧର୍ମଶାସ୍ତ୍ର ଗ୍ରନ୍ଥମାନ ଅଧ୍ୟୟନ କରିବା ସହ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ବିଦଗ୍ଧ ଚିନ୍ତାମଣି ଓ ଭୀମଭୋଇଙ୍କ ସ୍ତୁତି ଚିନ୍ତାମଣି, ଦେବଦୁର୍ଲ୍ଲଭଙ୍କ ରହସ୍ୟ ମଞ୍ଜରୀ, ବ୍ରହ୍ମ ନିରୂପଣ ଗୀତାର ଶୁଦ୍ଧ ସଂସ୍କରଣ ପ୍ରକାଶ କରିବାରେ ସେ ସମର୍ଥ ହୋଇଥିଲେ। 1926ରେ ତାଙ୍କ ସମ୍ପାଦନରେ ସନ୍ଥ କବି ଭୀମଭୋଇଙ୍କ ଭଜନମାଳାର ପ୍ରଥମ ଶତକ ପ୍ରକାଶିତ ହୋଇଥିଲା। ଓଡ଼ିଆ ସାହିତ୍ୟର ସଂଗ୍ରହ ଓ ପ୍ରକାଶନ କାର୍ଯ୍ୟକୁ ବ୍ୟକ୍ତିଗତ ସ୍ତରରେ ସୀମିତ ନ ରଖି ଆନୁଷ୍ଠାନିକ ରୂପେ ଦେବାର ସଫଳ ହୋଇଥିଲେ ଆର୍ତ୍ତବଲ୍ଲଭ। ପ୍ରାଚୀ ସମିତି ଅନୁଷ୍ଠାନ ପ୍ରତିଷ୍ଠା କରି ସେ ଏହିସବୁ କାର୍ଯ୍ୟକୁ ତ୍ୱରାନ୍ୱିତ କଲେ। ଅଧ୍ୟାପକ ଗୁରୁ ମହାନ୍ତି, ଅଧ୍ୟାପକ କରୁଣାକର, ବିଚ୍ଛନ୍ଦଚରଣ ପଟ୍ଟନାୟକ, ଲକ୍ଷ୍ମୀକାନ୍ତ ଚୌଧୁରୀ, ଜଗଦାନନ୍ଦ ମହାନ୍ତି ଓ ଭୀମ ରାଉତଙ୍କ ମିଳିତ ସହଯୋଗରେ ଆର୍ତ୍ତବଲ୍ଲଭ ପ୍ରାଚୀନ ଗ୍ରନ୍ଥ ସଂଗ୍ରହ କାର୍ଯ୍ୟରେ ସକ୍ରିୟ ଭାବରେ ଲାଗି ପଡ଼ିଲେ। 1924 ମସିହାରେ ପ୍ରାଚୀ ସମିତି ପ୍ରତିଷ୍ଠା ହୋଇଥିଲା। ଓଡ଼ିଆ ଭାଷାର ପୋଥିପୁସ୍ତକ, ମୌଳିକ ରଚନାର ସଂଗ୍ରହ, ସଂକଳନ ଓ ସମ୍ପାଦନ ଏହାର ମୁଖ୍ୟ ଲକ୍ଷ୍ୟ ହୋଇଥିଲା। ମଧ୍ୟ ଇତିହାସ, ଦର୍ଶନ ବ୍ୟବସ୍ଥା, ଆୟୁର୍ବେଦ ବିଜ୍ଞାନ ଓ ଅନ୍ୟାନ୍ୟ ବିଜ୍ଞାନ ତତ୍ତ୍ୱ ଅନୁସନ୍ଧାନ ଏବଂ ତାହାର ପ୍ରକାଶ ଥିଲା ଅନ୍ୟତମ ଉଦ୍ଦେଶ୍ୟ। ବକ୍ତୃତା ଓ ଶାସ୍ତ୍ରାର୍ଥ ବ୍ୟାଖ୍ୟାର ବ୍ୟବସ୍ଥା, ଖୋଦିତ ଲିପି, ସ୍ତୁତି ଫଳକ, ପ୍ରାଚୀନ ଚିତ୍ର, ମୂର୍ତ୍ତି, କୀର୍ତ୍ତିସ୍ତମ୍ଭର ଆବିଷ୍କାର ସହ ଦେଶୀୟ ପ୍ରାଚୀନ ସଙ୍ଗୀତ କଳାର ସଂରକ୍ଷଣ ଓ ପ୍ରାଚୀ ପତ୍ରିକା ପ୍ରକାଶନ ଥିଲା ସମିତି କାର୍ଯ୍ୟଧାରାର ଅନ୍ତର୍ଭୁକ୍ତ। ବିଦ୍ୟାର୍ଥୀମାନଙ୍କୁ ଆର୍ଥିକ ସହାୟତା ଓ ପ୍ରଶଂସାପତ୍ର ପ୍ରଦାନ ମଧ୍ୟ ଥିଲା ପ୍ରାଚୀ ସମିତିର ଆଉ ଏକ ଦାୟିତ୍ୱ। ପ୍ରାଚୀ ପ୍ରେସ୍ ପ୍ରତିଷ୍ଠା ଫଳରେ ପ୍ରାଚୀ ଗ୍ରନ୍ଥମାଳା ପ୍ରକାଶନ ସହଜ ହୋଇଥିଲା। ମଥୁରା ମଙ୍ଗଳ, ଲାବଣ୍ୟବତୀ, ରସକଲ୍ଲୋଳ, ମାଦଳା ପାଞ୍ଜି, ବିଷ୍ଣୁଗର୍ଭ ପୁରାଣ, ନିର୍ଗୁଣ ମାହାତ୍ମ୍ୟ, ବ୍ରହ୍ମ ସଂକୋଳି, ବଟବକାଶ, ଚୈତନ୍ୟ ଭାଗବତ, ପ୍ରେମ ପଞ୍ଚାମୃତ,
ଆଦି ପ୍ରାଚୀନ ଓ ମଧ୍ୟଯୁଗୀୟ ବହୁ ଗ୍ରନ୍ଥ ଆର୍ତ୍ତବଲ୍ଲଭଙ୍କ ସୁଧ ସମ୍ପାଦନରେ ମୁଖବନ୍ଧ ସହ ପ୍ରକାଶିତ ହୋଇଛି। ସର୍ବୋପରି ଆଦିକବି ସାରଳା ଦାସଙ୍କର ମହାଭାରତର ସୁଧ ସଂସ୍କରଣ ପ୍ରକାଶ ଥିଲା ତାଙ୍କ ସାହିତ୍ୟ ସାଧନାର ଏକ ଅମ୍ଳାନ ସ୍ୱାକ୍ଷର। ତ୍ରୈମାସିକ ଇଂରାଜୀ ସାହିତ୍ୟ ପତ୍ର ପ୍ରାଚୀ ମାଧ୍ୟମରେ ଓଡ଼ିଆ ସାହିତ୍ୟର ପ୍ରସାର ଓ ପ୍ରଚାର ପାଇଁ ଆର୍ତ୍ତବଲ୍ଲଭ ପରିକଳ୍ପନା କରିଥିଲେ। ଓଡ଼ିଆ ଭାଷାର ଅମୂଲ୍ୟ ସୃଷ୍ଟି ଗୁଡ଼ିକରେ ଇଂରାଜୀ ଅନୁବାଦ ମଧ୍ୟ ସେ ପ୍ରକାଶ କରିଥିଲେ। ବୃତ୍ତିରେ ଆର୍ତ୍ତବଲ୍ଲଭ ଥିଲେ ଆଦର୍ଶ ଅଧ୍ୟାପକ। 1914ରେ କଲିକତା ବିଶ୍ୱବିଦ୍ୟାଳୟରୁ ସଂସ୍କୃତରେ ସ୍ନାତକୋତ୍ତର ଶିକ୍ଷା ଲାଭ ପରେ ରେଭେନ୍ସା ମହାବିଦ୍ୟାଳୟରେ ସେ ଅଧ୍ୟାପନା ଶୁଭାରମ୍ଭ କରି 1922ରେ ସହକାରୀ ପ୍ରଫେସର ଓ ପରେ ପ୍ରଫେସର ହୋଇଥିଲେ। ଓଡ଼ିଆ ସ୍ନାତକୋତ୍ତର ଶ୍ରେଣୀ ବିଭାଗୀୟ ମୁଖ୍ୟ ଭାବରେ ତାଙ୍କର କାର୍ଯ୍ୟଧାରା ଥିଲା ପ୍ରଶଂସନୀୟ। 1947 ମସିହାରେ ସରକାରୀ କାର୍ଯ୍ୟକୁ ଅବ୍ୟାହତ ନେଇ ସାହିତ୍ୟ ସାଧନା ସମ୍ପୂର୍ଣ୍ଣ ଭାବେ ସେ ନିଜକୁ ନିୟୋଜିତ କରିଥିଲେ ଜୀବନର ଶେଷ ପର୍ଯ୍ୟନ୍ତ। ଆର୍ତ୍ତବଲ୍ଲଭଙ୍କ ସାରସ୍ୱତ ନିଷ୍ଠା ନିରବଚ୍ଛିନ୍ନ ସେବା ପାଇଁ 1932ରେ ରାୟ ସାହେବ ଉପାଧି, 1943ରେ ରାୟ ବାହାଦୁର ଉପାଧି, 1955ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଡିଲେଟ୍ ଉପାଧି, 1958ରେ ପଦ୍ମଶ୍ରୀ ସହ ଆନ୍ଧ୍ରା ଗବେଷଣା ସମିତି ଦ୍ୱାରା ବିଦ୍ୟାଭୂଷଣ ଏବଂ ଓଡ଼ିଆ ସାହିତ୍ୟ ଏକାଡେମୀ ସାରସ୍ୱତ ସମ୍ମାନ 1964ରେ ସେ ଭୂଷିତ ହୋଇଥିଲେ। ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଶାସନ ଶବ୍ଦକୋଷ ସଂକଳନ କମିଟିର ଅଧ୍ୟକ୍ଷ, ଉତ୍କଳ ସାହିତ୍ୟ ସମାଜର ସଭାପତି, ରାଷ୍ଟ୍ରଭାଷା ପ୍ରଚାର ସଭା ଅନୁବାଦ ସମିତିର ସଭ୍ୟ, ଓଡ଼ିଆ ସାହିତ୍ୟ ଏକାଡେମୀ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ସଦସ୍ୟ, ଆକାଶବାଣୀ କଟକ କେନ୍ଦ୍ରର ଉପଦେଷ୍ଟା ଭାବରେ ମଧ୍ୟ ଆର୍ତ୍ତବଲ୍ଲଭ କାର୍ଯ୍ୟ କରୁଥିଲେ। ଲବ୍ଧ ପ୍ରତିଷ୍ଠ ସାହିତ୍ୟ ସାଧନା ପ୍ରଫେସର ଆର୍ତ୍ତବଲ୍ଲଭ ମହାନ୍ତି ଜନ୍ମଗ୍ରହଣ କରିଥିଲେ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନାର ନାଗପୁର ଗ୍ରାମରେ। 1866 ମସିହା ଅଗଷ୍ଟ 11 ତାରିଖରେ ତାଙ୍କ ପିତାଙ୍କ ନାମ ବାନାମ୍ବର ମହାନ୍ତି ଓ ମାତାଙ୍କ ନାମ ଭୀମା ଦେଇ। ତାଙ୍କର ତିରୋଧାନ ଘଟିଥିଲା 1963 ମସିହା ସେପ୍ଟେମ୍ବର 30 ତାରିଖ ଦିନ। ଯଦି ମୋର ଏହି ଆଲୋଚନାଟି ତୁମମାନଙ୍କୁ ଭଲ ଲାଗିବ ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, ସେୟାର କରିବେ ଏବଂ ନିଜସ୍ୱ ଅଭିମତ ନିଶ୍ଚିତ ଭାବରେ ପରିପ୍ରକାଶ କରିବେ। ଜୟ ଜଗନ୍ନାଥ।